ମୋ ଚରିତ୍ର ଗୋଟେ ବଢିଆ ଚରିତ୍ର ଅଛି। ଚରିତ୍ର କଣ ଅଛି କହିବି ନାହିଁ। ସେ ବା କହିଲେ ମୋ ମାନେ କହିଲେ କିଛି ପ୍ରୋବ୍ଲେମ ନାହିଁ ଯେ କହିବେ ପ୍ରଡକ୍ସନ ମନା କରିଛନ୍ତି ରିଭିଲ କରିବନି ତ କାହିଁକି ଆଉ କରିବା। ଦଣ୍ଡକାଳୀ ଯୋଉଟା କି ଦଣ୍ଡକାଳୀ କହିଲେ ଗଞ୍ଜାମର ଦଣ୍ଡଯାତ୍ରାକୁ ବୁଝାଏ। ରାଜଶ୍ରୀ ଫିଲ୍ମସର ପ୍ରଥମ ଅବଦାନ ଏକ୍ଜିକ୍ୟୁଟିଭ ପ୍ରୋଡ୍ୟୁସର ଅଛନ୍ତି ସୁକାନ୍ତ ବାବୁ। ଗୋଟେ ବହୁତ ଭଲ ଟିମକୁ ନେଇକି ଦଣ୍ଡକାଳୀ ଚିନ୍ତା କରାଯାଇଛି। ଆଶା ଅଛି ଲୋକଙ୍କୁ ଗୋଟେ ଅଲଗା ରୂପରେ ଦେଖିବେ ସବୁ ଆର୍ଟିଷ୍ଟ ମାନଙ୍କୁ ଏଥିରେ। ଆଉ ଯୋଉଟା ଅଥେଣ୍ଟିସିଟି ଅଫ ଦଣ୍ଡଯାତ୍ରା ସେଇଟା ନିହାତି ରୂପରେ ଲୋକମାନଙ୍କ ପାଖରେ ପହଞ୍ଚିବ। ଆ, ଦଣ୍ଡକାଳୀ ଯୋଉଟା କି ଦଣ୍ଡକାଳୀ କହିଲେ ଗଞ୍ଜାମର ଦଣ୍ଡଯାତ୍ରାକୁ ବୁଝାଏ। ରାଜଶ୍ରୀ ଫିଲ୍ମସର ପ୍ରଥମ ଅବଦାନ ଏକ୍ଜିକ୍ୟୁଟିଭ ପ୍ରୋଡ୍ୟୁସର ଅଛନ୍ତି ସୁକାନ୍ତ ବାବୁ। डायरेक्टर सुधांशु भाईना, राइटर दिलीप चौधरी भाईना, डीओपी दीपक बहुत भल टीम गोटे काम कर म्यूजिक रे प्रेमा भाई बहुत गुड़े आर्टिस्ट अच्छा आगधाड़ी गोटे बहुत भल टीम को लेकिन दंडकाली चिंता करा जायछि। आशा अच्छी लोक गोटे अलग रूपरे देखिए सब आर्टिस्ट मानक ये आउ जोटा ऑथेंटिसिटी ऑफ दंडଯାତ୍ରା ସେଇଟା ନିହାତି ରୂପରେ ଲୋକମାନଙ୍କ ପାଖରେ ପହଞ୍ଚିବ। ଗଞ୍ଜାମର ଯୋଉ ଦଣ୍ଡଯାତ୍ରା ପହଞ୍ଚିବ ଦଣ୍ଡକାଳୀ ମାଧ୍ୟମରେ। ମୋ ଚରିତ୍ର ଗୋଟେ ବଢିଆ ଚରିତ୍ର ଅଛି। ଚରିତ୍ର କଣ ଅଛି କହିବି ନାହିଁ। ସେ ବା କହିଲେ ମୋ ମାନେ କହିଲେ କିଛି ପ୍ରୋବ୍ଲେମ ନାହିଁ ଯେ କହିବେ ପ୍ରଡକ୍ସନ ମନା କରିଛନ୍ତି ରିଭିଲ କରିବନି ତ କାହିଁକି ଆଉ କରିବା। ଓଡିଶା ବାସୀଙ୍କୁ ଆଉ ଏବଂ ବ୍ରହ୍ମପୁର ବାସୀଙ୍କୁ ଯଦି କହିବା ଖାସ କରିକି କାରଣ ତା ବନ୍ୟା ଅଛି ତାଙ୍କର କେତେ ପ୍ରଭାବିତ କରିବ ଓଡିଆ ସିନେମା ନିହାତି ଗୋଟେ ଆମ ଓଡିଶାର ପରମ୍ପରା ଦଣ୍ଡଯାତ୍ରା ଯୋଉଟା କି ଗଞ୍ଜାମରେ ବହୁତ ପ୍ରସିଦ୍ଧ। ସେଇଟା ଯଦି ଲୋକମାନଙ୍କ ପାଖରେ ପହଞ୍ଚୁଛି ଏବେ ସେ ସବଜେକ୍ଟ ଉପରେ ଲୋକମାନେ ପିଏଚଡି କରିବା ପାଇଁ ବାହାରିଲେଣି। ଯଦି ସେଇଟା ଲୋକମାନଙ୍କ ପାଖରେ ପହଞ୍ଚୁଛି ଥ୍ରୋ ଏ ଫିଲ୍ମ ତ ଏଇଟା ଗୋଟେ ବହୁତ ବଡ କଥା ବହୁତ ଭଲ କଥା ଓଡିଶାବାସୀଙ୍କ ପାଇଁ। ତ ଆମେ ଚେଷ୍ଟା କରିବୁ ସୁଚାରୁ ରୂପରେ ପହଞ୍ଚେଇବା ପାଇଁ।